2025 ମସିହାରେ ଆସିଲା SC ST OBC ଛାତ୍ରଙ୍କ ପାଇଁ ବାର୍ଷିକ 48,000 ଛାତ୍ରବୃତ୍ତି। ଆଜି ଜାଣିବା କିଏ ଆବେଦନ ଏଥିରେ କରିପାରିବେ ଆଉ କେଉଁ ଛାତ୍ରଛାତ୍ରୀମାନଙ୍କୁ 48,000 ଛାତ୍ରବୃତ୍ତି ବା ସ୍କଲାରସିପ୍ ମିଳିବ। ଆଜି ଆମେ ଜାଣିବା এই ଭିଡ଼ିଓ ମାଧ୍ୟମରେ। ଆଉ ଏଥିରେ କେଉଁ ସବୁ ଡକୁମେଣ୍ଟ ଲାଗୁଛି ଆଉ ଏଥିରେ କେମିତି କ'ଣ ଆବେଦନ କରିବେ ଆଜି ଆମେ ସବୁ କିଛି ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା ଏବେ। ଅବହେଳିତ ସମ୍ପ୍ରଦାୟକୁ ସମର୍ଥନ କରିବା ଏବଂ ସମାନ ଶିକ୍ଷା ସୁଯୋଗ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର SC ST OBC ଛାତ୍ରମାନଙ୍କ ପାଇଁ 48,000ର ଏକ ଛାତ୍ରବୃତ୍ତି କାର୍ଯ୍ୟକ୍ରମ 2025ରେ ଆରମ୍ଭ କରିଛନ୍ତି। ଏହି ଛାତ୍ରବୃତ୍ତି ଅନୁସୂଚିତ ଜାତି SC, ଅନୁସୂଚିତ ଜନଜାତି ST ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ OBCର ଛାତ୍ରଛାତ୍ରୀମାନଙ୍କ ଆର୍ଥିକ ବୋଝ ହ୍ରାସ କରିବା ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ଉଚ୍ଚଶିକ୍ଷା କିମ୍ବା ବୃତ୍ତିଗତ ପାଠ୍ୟକ୍ରମ ଗ୍ରହଣ କରୁଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ପ୍ରତି ମାସରେ 4,000 ପାଇପାରିବେ, ଯାହାଦ୍ୱାରା ଶିକ୍ଷା ବର୍ଷରେ ମୋଟ 48,000 ହେବ, ଯାହାଦ୍ୱାରା ଶିକ୍ଷାଦାନ, ରହିବା, ପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଗତ ଖର୍ଚ୍ଚ ବହନ କରାଯାଇପାରିବ। ଏହି ପଦକ୍ଷେପ ସହିତ ସରକାର ସାମାଜିକ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା, ସାକ୍ଷରତା ହାରରେ ଉନ୍ନତି ଆଣିବା ଏବଂ ଆର୍ଥିକ ଏବଂ ସାମାଜିକ ଭାବରେ ପଛୁଆ ଗୋଷ୍ଠୀଙ୍କ ମଧ୍ୟରେ ଉଚ୍ଚଶିକ୍ଷାକୁ ଉତ୍ସାହିତ କରିବା ଜାରି ରଖିଛି। 2025 ପାଇଁ 48,000 ଛାତ୍ରବୃତ୍ତି ଯୋଜନା କ'ଣ? 48,000 ସ୍କଲାରସିପ୍ ହେଉଛି ପୋଷ୍ଟ ମାଟ୍ରିକ ସ୍କଲାରସିପ୍ ଯୋଜନାର ଏକ ଅଂଶ, ଯାହାକୁ SC ST OBC ଛାତ୍ରମାନଙ୍କ ପାଇଁ 2025 ପାଇଁ ପୁନଃ ସଂଯୋଜିତ କରାଯାଇଛି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଏହି ସ୍କଲାରସିପ୍ ମନୋନୀତ ଛାତ୍ରମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଲାଭ ସ୍ଥାନାନ୍ତରର ଡିବିଟି ପ୍ରଦାନ କରେ। ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ SC ST OBC ବର୍ଗର ଛାତ୍ରଙ୍କ ପାଇଁ ବାର୍ଷିକ 48,000 ସହାୟତା, ଶିକ୍ଷା ଫି, ପରୀକ୍ଷା ଫି, ଛାତ୍ରାବାସ ଏବଂ ଷ୍ଟେସନାରୀ ଭତ୍ତା କଭର କରେ। ଆଧାର ଲିଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ଲାଭ ହସ୍ତାନ୍ତର, ମାଟ୍ରିକ ପରବର୍ତ୍ତୀ ଏବଂ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ। 10ମ ଶ୍ରେଣୀ ପରେ ଶିକ୍ଷା ଜାରି ରଖିବାକୁ ଉତ୍ସାହିତ କରେ। ଏହି 48,000ର ଛାତ୍ରବୃତ୍ତି ନିଶ୍ଚିତ କରେ ଯେ ଆର୍ଥିକ ଅସୁବିଧା, ଉପେକ୍ଷିତ ସମ୍ପ୍ରଦାୟ ପାଇଁ ଗୁଣାତ୍ମକ ଶିକ୍ଷା ପାଇବାରେ ବାଧା ସୃଷ୍ଟି କରିବ ନାହିଁ। ଯୋଗ୍ୟତା, ମାନଦଣ୍ଡ ଏବଂ ଆବଶ୍ୟକ ଡକୁମେଣ୍ଟ। ଏହି ସ୍କଲାରସିପ୍ SC ST OBC ଛାତ୍ର 2025 ପାଇଁ ଖୋଲା, ଯେଉଁମାନେ ଆବଶ୍ୟକ ଆୟ ଏବଂ ଶିକ୍ଷାଗତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଛନ୍ତି। ଛାତ୍ରଛାତ୍ରୀମାନେ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଏବଂ ଯୋଜନା ନିର୍ଦ୍ଦେଶାବଳୀ ଦ୍ୱାରା ସ୍ଥିର କରାଯାଇଥିବା ପରିବାର ଆୟ ସୀମା ପୂରଣ କରୁଥିବା ଆବଶ୍ୟକ। ଯୋଗ୍ୟତା ମାନଦଣ୍ଡ SC ST କିମ୍ବା OBC ବର୍ଗର ହେବା ଆବଶ୍ୟକ। ପରିବାର ଆୟ ବାର୍ଷିକ 2.5 ଲକ୍ଷରୁ ଅଧିକ ହେବା ଉଚିତ ନୁହେଁ, ରାଜ୍ୟ ଅନୁସାରେ ଭିନ୍ନ ହୋଇଥାଏ। ପୂର୍ବ ଯୋଗ୍ୟତା ପରୀକ୍ଷାରେ ପାସ୍ କରିଥିବା ଆବଶ୍ୟକ। ସରକାରୀ ସ୍ୱୀକୃତିପ୍ରାପ୍ତ କଲେଜ, ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରେ ନାମ ଲେଖାଇଛି। ସମାନ ପାଠ୍ୟକ୍ରମ ପାଇଁ ଅନ୍ୟ କୌଣସି ସ୍କଲାରସିପ୍ ଗ୍ରହଣ କରୁନଥିବା ଆବଶ୍ୟକ। ଆବଶ୍ୟକ ଡକୁମେଣ୍ଟ: ଜାତି ପ୍ରମାଣପତ୍ର, SC ST OBCର ସକ୍ଷମ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ହୋଇଥିବା ଆୟ ପ୍ରମାଣପତ୍ର, ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ପୂର୍ବ ଶିକ୍ଷାଗତ ମାର୍କସିଟ୍, ଅନୁଷ୍ଠାନରୁ ବୋନାଫାଇଡ୍ ପ୍ରମାଣପତ୍ର। ଆବେଦନକାରୀମାନଙ୍କୁ ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ସମୟରେ ଏହି ଡକୁମେଣ୍ଟଗୁଡ଼ିକ ଅପଲୋଡ୍ କରିବାକୁ ପଡ଼ିବ। କଭର ହୋଇଥିବା ପାଠ୍ୟକ୍ରମ ଏବଂ ଦେୟ ଗଠନ: 48,000ର ଛାତ୍ରବୃତ୍ତି କେବଳ ଗୋଟିଏ କ୍ଷେତ୍ରରେ ସୀମିତ ନୁହେଁ, ବରଂ ଏହା ବିଭିନ୍ନ ଶିକ୍ଷାଗତ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପ୍ରଯୁଜ୍ୟ। ଏହା ସୁନିଶ୍ଚିତ କରେ ଯେ 2025 ମସିହାରେ SC ST OBC ଛାତ୍ରମାନେ ବିଭିନ୍ନ ବିଷୟରେ ସମାନ ଭାବରେ ଲାଭ ପାଇବେ। ଏଠି ଆପଣଙ୍କୁ 4ଟି ବିଭାଗର ଅଛି: ପାଠ୍ୟକ୍ରମ ପ୍ରକାର, ଯୋଗ୍ୟ କାର୍ଯ୍ୟକ୍ରମ, ସ୍କଲାରସିପ୍ ରାଶି। ପ୍ରଥମ, ପୋଷ୍ଟ ମାଟ୍ରିକ ଶ୍ରେଣୀ 11ରୁ 12। ଯୋଗ୍ୟତା କାର୍ଯ୍ୟକ୍ରମ ରହିଲା ରାଜ୍ୟ CBSE ICSE ସ୍କୁଲଗୁଡ଼ିକ। ସ୍କଲାରସିପ୍ 4,000 ମାସିକ। ଦ୍ୱିତୀୟ ନମ୍ବର, UG ଏବଂ PG ଡିଗ୍ରୀ
पाठ्यक्रम योग्यता कार्यक्रम BA BSc BCom MA MSc MCom स्कॉलरशिप राशि है 4000 मासिक। 3 नंबर टेक्निकल एवं वृत्तिगत योग्य कार्यक्रम बीटेक BE MBBS BEd आईन फार्मासी MBA MCA स्कॉलरशिप राशि 4000 मासिक। दूरता ऑनलाइन मोड केवल जदि UGC AICTE द्वारा स्वीकृति प्राप्त 4000 मासिक मिल। अनुष्ठान द्वारा जांच एवं कर्तृपक्षों अनुमोदन पर जदि त्रैमासिक छात्रवृत्ति राशि जारी करा जाए 2025 मसीह 48,000 छात्रवृत्ति किपरि आवेदन करेंगे। 48,000 टंकार छात्रवृत्ति आवेदन प्रक्रिया संपूर्ण ऑनलाइन एवं जातीय छात्रवृत्ति पोर्टाल NSP माध्यम केन्द्रीकृत। देशव्यापी छात्र छात्री माने कौनसी ऑफलाइन कागजपत्र बिना सहजरे आवेदन करें। आवेदन पदक्षेप गुड़िक जातीय स्कॉलरशिप पोर्टाल परिदर्शन करूँ। आपणकर मौलिक विवरणी एवं मोबाइल नंबर व्यवहार कर पंजीकरण करूँ। लॉगिन करूँ एवं स्कॉलरशिप आवेदन फॉर्म पूरण करूँ। समस्त आवश्यक डॉक्यूमेंट अपलोड करूँ। आवेदन दाखल करूँ एवं ऑनलाइन रे स्थिति ट्रैक करूँ। SC ST OBC छात्र 2025 निश्चित करिबो जे सेमाने शेष तारीख पूर्व आवेदन करिसेंती एवं सुगम अनुमोदन एवं देय पाई सेमानक अनुष्ठान माध्यम सेमानकर आवेदन जांच करिवे। उपसंहार 48,000 छात्रवृत्ति योजना 2025 मसीहा SC ST OBC छात्र मानक आर्थिक प्रतिबंधक बिना शिक्षा ग्रहण करने सशक्त करने दिगरे एक गुरुत्वपूर्ण पदक्षेप। यह केवल शिक्षार सुविधा को उन्नत करे नहीं बरं सीमांत छात्र मानक मध्य पाठपढ़ा छाड़ा हार को ह्रास करे। जो मैंने योग्यता पूरण करती से आवेदन करें सरकार समर्थित पदक्षेप लाभ पाइबार सुजोग हाथछड़ा करने उचित नुहे। शीघ्र आवेदन उपयुक्त डॉक्यूमेंट्स एवं संस्थागत जांच सफल बंटन चाबिकाठी। साधारण प्रश्न 2025 मसीह 48,000 छात्रवृत्ति किए योग्य। केवल 2025 मसीह SC ST OBC छात्र जहाँ परिवार वार्षिक आय 2.5 लाख टंकार कम एवं पोस्ट मैट्रिक पाठ्यक्रम नाम लिखाई से योग्य। छात्र छात्री माने केते आर्थिक सहायता पाइबे। योग्य छात्र छात्री माने प्रति मास 4,000 पाइबे जहाँ मोट 48,000 वार्षिक 48,000 हेबो। यही छात्रवृत्ति को अन्य सुविधा सहित मिसाई दिया जाई पारिबो कि ना। समान पाठ्यक्रम अन्य केंद्रीय छात्रवृत्ति पाउथुवा छात्र माने 48,000 छात्रवृत्ति योग्य नुहति। दूर शिक्षा स्कॉलरशिप उपलब्ध कि हाँ, किंतु केवल जदि पाठ्यक्रम UGC AICTE किंबा SC ST OBC छात्र 2025 योजना अधीन राज्य बोर्ड द्वारा स्वीकृति प्राप्त। मु स्कॉलरशिप केउठार आवेदन करें। छात्र छात्री माने 2025 शिक्षा वर्ग 48,000 स्कॉलरशिप सरकारी जातीय स्कॉलरशिप पोर्टाल माध्यम ऑनलाइन रे आवेदन करें। जदि आपण माने बा आपण मानकर सांग साथी पिला माने केही SC ST OBC वर्ग रे जाउचंती आउ से माने छात्रवृत्ति रे आवेदन एपर्यंत करिनांती तांकर शीघ्र ही ऑनलाइन रे आवेदन कर दियंतु। सेमानकु 48,000 टंका वर्ष को मिलिबो। मासकु 4,000 टंका लेखाए आसीबो। आशा करूची आपण मानकु ए भिडियोटी निश्चित भाव में भल लगी। जदि आपण मानकु ए भिडियोटी भल लगी दया करी ए भिडियो को लाइक शेयर और कमेंट करंतु। आउ एमिटिका भिडियो देखिबा पई चाहुतिला हम चैनल को एबे सब्सक्राइब करंतु। आज पई एतिकी फोन देखाबो आउ एक भिडियो रे रहिली। समस्त को नमस्कार मोर धन्यवाद।